ଭୋଜି ଭାତ କରିବା ଆସରେ। ଦେଖନ୍ତୁ ଗୋଟେ ବୁଲା କୁକୁର ଏଠି ଖାଉଛି। ବୁଲା କୁକୁର ହ୍ୟାଲୋ ସୁଲୁଲୁଲୁ। ତ ଗାଇସ୍ ବର୍ତ୍ତମାନ ମୁଁ ଆସି ପହଞ୍ଚି ଯାଇଛି ମୋ ଘୋଡ଼ାକୁ ନେଇକି ବଣଭୋଜି କରିବା ପାଇଁ। ଦେଖନ୍ତୁ ସାମ୍ନାରେ ଡମଡମଣି ବୋର୍ଡ ମରା ହେଇଛି। ତ ଚାଲନ୍ତୁ ଯିବା ଡମଡମଣି କେମିତିଆ ଜାଗା ହେଇଛି ସେଠି ଭୋଜି କରିବା, ଟିକେ ଘାଣ୍ଟି ଦବା। ଆଉ ମୋ ମା ଭଉଣୀ ବାପା ବୋଉ ମାନଙ୍କୁ ଅନୁରୋଧ ମାସ୍କ ପିନ୍ଧିକି ଆସିବ, ନହେଲେ ଇଏ ଯୋଉ ରାସ୍ତା ହେଇଛି ଧୂଳିରେ ପୁରା ଗାଧେଇ ପଡ଼ିବ, ବୁଝିଲ। ତାହେଲେ ଡ୍ୟାମରେ ଗାଧେଇବାକୁ ପଡ଼ିବ। ଗାଇସ୍ ଦେଖନ୍ତୁ ଫାଇନାଲି ଆସି ଡମଡମଣି ଡ୍ୟାମ ପାଖରେ ଆସି ପହଞ୍ଚି ଯାଇଛି ମୁଁ। ଦେଖନ୍ତୁ ମୁଁ ଏକାଠି ଆଗରେ ପଳେଇ ଆସି ଭାବିଲି ଆଗରେ ଯାଇ ଫୋନ କରିବି ବୋଲି, ଦେଖିଲା ଟୋଟାଲି ନେଟୱାର୍କ ନାହିଁ। ମୁଁ ଏଠିକି ପଳେଇ ଆଇଛି ଭୋଜି କରିବି ବୋଲି ଆଇଛୁ, ଦେଖିଲା ବେଳକୁ ମୁଁ ଏଠି ଆସି ପହଞ୍ଚି ସାରିଲିଣି। ସାଙ୍ଗମାନେ ଆସିନାହାନ୍ତି, ପଛରେ ଅଛନ୍ତି। ଏଠି ଟୋଟାଲି ନେଟୱାର୍କ ଆସୁନି। ମୁଁ ଟିକେ ଏନ୍ଜୟ କରିସାରି ପୁଣି ଯିବି ତାଙ୍କ ପାଖକୁ। ସେଠିକି ଗଲା ପରେ ଯାଇକି ଫୋନ କରିବି ଆଉ, ଯୋଉ ନେଟୱାର୍କ ଯୋଉଠି ପାଇବ ଯାଇ ଫୋନ କରିବି ଆଉ। ଗାଇସ୍ ଦେଖନ୍ତୁ ଆମେ ଆସିଛୁ ଡମଡମଣି ଭୋଜି କରିବା ପାଇଁ। ଏଠି ପାଣି ନାହିଁ, ଟ୍ୟୁବଲ ଯୋଉ ଗୋଳିଆ ପାଣି ବାହାରୁଛି ତା ଦେହରେ ରୋଷେଇ କରିବା ଅସମ୍ଭବ। ଏଠି ଆମେ ଆସିଛୁ ଝରଣା ପାଣି ସଂଗ୍ରହ କରିବାକୁ। ଏଇ ଝରଣା ପାଣି ପୁରା ବୋହି ବୋହି ଆସୁଛି। ଦେଶୀ ଟୋକା ଦେଶୀ ଷ୍ଟାଇଲ ଭୋଜି ହବ। ଝରଣାର ସ୍ୱଚ୍ଛ ଜଳରେ ଆଜି ରୋଷେଇ ହବ। ଦେଖନ୍ତୁ ଏପଟକୁ କି ଦୃଶ୍ୟ, ମନୋରମ ଦୃଶ୍ୟ। ଏପଟେ ଦେଖନ୍ତୁ ଆହୁରି ମନୋରମ, ନାଲି ପାଣି ଚାଲିଛି। ୱାଓ ବିୟୁଟିଫୁଲ। ହଁ ହଁ ସୁନ୍ଦର ବା। ଏସବୁ ମାନେ ଲାଇଫର ମେମୋରି ଗୋଟା ନା କ'ଣ, ଆଉ ଗୋଟେ ମିଳିବନି ଖୋଜିଲେ। ବ୍ରେକଫାଷ୍ଟ ଆମର ମ୍ୟାଗି ହେଇଯାଇଛି। ଦେଖନ୍ତୁ ସାଙ୍ଗସାଥିରେ ମଜାମସ୍ତି ଚାଲିଛି। ମୁଁ ଫାଷ୍ଟ ବ୍ରେକଫାଷ୍ଟଟା ଖାଇଦେଇ ବୁଲିବାକୁ ପଳେଇବି। ଏମାନେ ତାଙ୍କର ରୋଷେଇ କରିସାରିଲା ପରେ ମୁଁ ଆସିବି ଖାଇବାକୁ। ଚାଲରେ ବନ୍ଧୁମାନେ, ଦେଖନ୍ତୁ ସାମ୍ନାରେ ଯାହା ଦେଖୁଛନ୍ତି ସେ ହେଉଛି ଡମଡମଣି ଡ୍ୟାମ୍। ଏହି ପାଣିର ଶାନ୍ତ ଧାରା, ହାଲୁକା ପବନ ଏବଂ ଚାରିପାଖରେ ପାହାଡ଼ ମନକୁ ପୁରା ଶାନ୍ତ କରିଦେଉଛି। ଡମଡମଣି ଡ୍ୟାମ୍ ଓଡ଼ିଶାର ଏକ ଅତ୍ୟନ୍ତ ସୁନ୍ଦର ଏବଂ ଅଳ୍ପ ପରିଚିତ ଟୁରିଜିମ୍ ପ୍ଲେସ୍। ଏଠି ଅଧିକ ଭିଡ଼ ନଥାଏ, ସେଥିପାଇଁ ଶାନ୍ତିରେ ସମୟ କାଟି ପାରିବେ ଆପଣମାନେ। ଭିଡ଼ ନଥିଲା ଆଗରୁ, ଏବେ ପ୍ରବଳ ଭିଡ଼ ହେଲାଣି, ମାନେ ପିଚା ନାଲି ହେଇଯାଉଛି। ମାନେ ଯେଉଁ ଭିଡ଼ ହେଲାଣି ଏବେ, ମାନେ ଆଗରୁ ଲୋକମାନେ ଜାଣିପାରୁନଥିଲେ, ଗୋଟେ ଲୋକାୟିତ ପ୍ଲେସ୍ ଭାବରେ ରହିଯାଉଥିଲା। ଏବେ ମାନେ ଭୟଙ୍କର ଭିଡ଼ ଏଠି ହେଲାଣି। ମାନେ ଯାହାକୁ ଦେଖିବ ଛୁଆ ପିଲା ବଚ୍ଚା ସମସ୍ତଙ୍କୁ ଆଣି ଏଠି ଭୋଜି କରୁଛନ୍ତି। ଦେଖନ୍ତୁ ଏହି ପାହାଡ଼ ଉପର ଦୃଶ୍ୟଟା ଦେଖନ୍ତୁ। ତଳେ ଡ୍ୟାମ୍, ଚାରିପାଖରେ ହରିଆଳି ଏବଂ ଉପରେ ଖୋଲା ଆକାଶ। ଏମିତି ଭ୍ୟୁ ଦେଖିଲେ ମନ କେତେ ଶାନ୍ତ ହୁଏ, କାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଯେଉଁମାନେ ଫଟୋ ଭିଡ଼ିଓ ବନେଇବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏହି ଜାଗାଟି ପୁରା ହେଭେନ୍। ପ୍ରତ୍ୟେକ ଆଙ୍ଗେଲରୁ ସିନେମାଟିକ୍ ସଟ୍ ମିଳିଯିବ ଏଠାରେ। ଆପଣମାନେ ଆସନ୍ତୁ, ଏଠାରେ ଭିଡ଼ିଓ ଫଟୋ କରନ୍ତୁ, ବହୁତ ଲାଇକ୍ ଯିବ, ବହୁତ ସେୟାର ହେବ। ଆଉ ଫ୍ୟାମିଲି ସହ ପିକନିକ୍ କରିବାକୁ ମଧ୍ୟ ଏଇ ଜାଗାକୁ ଖୁବ୍ ବଢ଼ିଆ ଜାଗା, ବହୁତ ବଢ଼ିଆ ଜାଗା। ଆଉ ଫ୍ରେଣ୍ଡସ୍ ଗ୍ରୁପ୍ ସହ ଆସିଲେ ତ ମାନେ ପୁରା ରଡ଼ ଏଠି। ପୁରା ଆପଣ ଯାହା କରୁଛନ୍ତି କରନ୍ତୁ, ସମୟ କେମିତି କଟିଯିବ କିଛି ଜାଣିପାରିବେନି ଆପଣମାନେ। ଖାଇଗଲେ ରେ ଶଳା, ମୁଁ ଆଇଲା ବେଳକୁ ସବୁ ଖାଇଲେଣି ବସିକି। ଚାଲ ବେ ଖାଇଦେବା, ଖାଇସାରିଲା ପରେ ଯାହା କରିବା। ମୋବାଇଲ ସ୍କ୍ରିନ୍ରେ ଅନେଇଲେ କ'ଣ ହେବ, ଆସ ଖାଇବା ଆସ। ଆଉ ବନ୍ଧୁମାନେ ଆପଣଙ୍କୁ ଗୋଟେ ଛୋଟ ଅନୁରୋଧ, ଆପଣମାନେ ଡ୍ୟାମ୍ ପାଖରେ ଯିବାବେଳେ ନିଜକୁ ମାନେ ସେଫ୍ ରଖନ୍ତୁ, ଆଉ ସାବଧାନ ରୁହନ୍ତୁ, ପ୍ରକୃତିକୁ ଉପଭୋଗ କରନ୍ତୁ, ଭରପୁର ଉପଭୋଗ କରନ୍ତୁ, କିନ୍ତୁ ଆପଣ ନିଜକୁ ସେଫ୍ ରଖନ୍ତୁ। ଜୟ ଜଗନ୍ନାଥ। ତ ଫାଇନାଲି ବଣଭୋଜିର ସବୁଠାରୁ ଶେଷ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ଶେଷ ପର୍ଯ୍ୟାୟଟି ହେଉଛି ଭୋଜି ଖାଇଲ ବାସନ ମାଜ। ଦେଖନ୍ତୁ ସବୁ ଯାକ ବାସନ ମୁଁ ମାଜୁଛି, ଏମାନେ ଖାଲି ଭିଡ଼ିଓ କରିବେ ବୋଲି ଆସିକିନା ଖାଲି ନାକୁ ବାସନରେ ହାତ ମାରୁଛନ୍ତି, କିଛି କାମ ନାହିଁ। ସବୁ ଯାକ ବାସନ ମୁଁ ମାଜୁଛି। ଦେଖନ୍ତୁ କୋଉ ଭଳିଆ ହଇରାଣରେ ମୁଁ ମାଜୁଛି, ଢାଳି ହେଇଗଲା ଲୋ। ଦୁଃଖ ସାଥେ ମୁଁ ବନ୍ଧୁ ବାନ୍ଧିଲି, ବାସନ ମଜାକୁ ମୋର ନିଜର କଲି, ଭୋଜି ଭାତ କଲି, କେତେ ଆନନ୍ଦରେ ଖାଇଲି, ଶେଷରେ ବାସନ ମୁଁ ମାଜିଲି। ହୋ ଡ୍ରେସ୍ ପଟା ମୋର ସନା ହେଲା। ଘରକୁ ଆଇଲା ପରେ ମୋ ବୋଉ ବେକକୁ ମୋର ମୋଡ଼ି ଦେଲା। ମୋ ସାଙ୍ଗକୁ ପଚାରିଲି ମୁଁ କ'ଣ କରିବି, ମୋ ବୋଉ ମୋତେ ମାରୁଛି। ଏ ଶଳା ମୋ ସାଙ୍ଗ କହିଲା ମୁଁ ତୋତେ 10 ଟଙ୍କା ଫୋନ୍ ପେ କରିଦେଇଛି, 10 ଟଙ୍କାର ସର୍ଫ ଏକ୍ସେଲରେ ସବୁ ଦାଗ ଧୋଇ ହେଇଯିବ। ଶଳା ସେତେବେଳେ ତ ଆଡଜଷ୍ଟ କରିଦେଇଥିଲି କହିକି ବୋଉକୁ, ଏବେ ଯୋଉ ଭିଡ଼ିଓଟା ଛାଡ଼ିବି ତାକୁ ଦେଖିଲା ପରେ ମୋ ବୋଉ ମୋ ପିଚା ନାଲି କରିଦେବ। ଫାଇନାଲି ଆମର ଡମଡମଣି ଭୋଜି ସକ୍ସେସ୍ ହେଇଯାଇଛି। ତମେ ଶଳା କୁଆଡ଼େ ଯାଇପାରିବନି, କିଛି ଭୋଜି କରିପାରିବନି, ସେମିତି ଘରେ ପଡ଼ିକି ରହିଥିବ। ଜମା ପଇସା ଖର୍ଚ୍ଚ ହେଇଯିବ, 1000 ଟଙ୍କା ଏଇନା ଖର୍ଚ୍ଚ ହେଇଯିବ ଡମଡମଣି ଗଲେ। କିଛି କରିପାରିବନି, ଘରେ ସେମିତି ପଡ଼ିକି ରହିଥିବ, ଶୋଇଥା। ଜୟ ଜଗନ୍ନାଥ।